ଦୁଃଖଟା ଖୁସିକୁ ଟିକେ ବଳେଇ ଯାଉଛି ଆଉ। ମୁଁ ଏତେ କାମ କଲା ପରେ ମଧ୍ୟ କୋଉଠି ନା କୋଉଠି କାହା ଭିତରେ ଅସନ୍ତୋଷ ପ୍ରତିଫଳିତ ହେଇଛି ଏବଂ ଅନେକ ଲୋକ ସନ୍ତୁଷ୍ଟ ଥିବାରୁ ସେମାନେ ନିର୍ବାଚିତ କରିଛନ୍ତି। ଦଳ ଜିତିବା ପଛରେ ଅନେକ ଗୁଡ଼ିଏ କାରଣ ଥାଏ, ଫ୍ୟାକ୍ଟର ଥାଏ। ଦଳ ହାରିବା ପଛରେ ମଧ୍ୟ ଅନେକ ଗୁଡ଼ିଏ ଫ୍ୟାକ୍ଟର ଥାଏ, କାରଣ ଥାଏ। ନୟାଗଡ଼ର ଜନସାଧାରଣଙ୍କୁ ତାଙ୍କର ପାଦକୁ ମୋର କୋଟି କୋଟି ମୁଣ୍ଡିଆ। ତାଙ୍କର ଆଶୀର୍ବାଦ ବିନା ମୋର ଜିତିବା ହେଇନଥାନ୍ତା। ଏ ଜିତିବା ସେମାନଙ୍କର ଜିତିବା। ଆଜି ସକାଳୁ ମାନ୍ୟବର ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭେଟିବାକୁ ଆସିଥିଲୁ ଏବଂ ଜଣେ ବିରାଟ ବ୍ୟକ୍ତି ବା ବିରାଟ ନେତାଙ୍କର ହୃଦୟଟା କେତେ ବିଶାଳ ସେଇ କଥା ଆଜି ମୁଁ ଅନୁଭବ କଲି। ଶାନ୍ତ ଅଛନ୍ତି, ସ୍ଥିର ଅଛନ୍ତି, ସେଇ ହସ ହସ ମୁହଁ। କାଳେ ଆମ ଭିତରେ କିଛି ଭାଙ୍ଗିବା ପଣ ଆସିଥିବ ଭାବି ସେ ଆମକୁ ଆଡଭାଇସ୍ କଲେ, ଷ୍ଟ୍ରେଙ୍ଗଥ ରଖ, ଆଉ ଯେମିତି ଭଲ କାମ କରୁଛ ସେମିତି ଭଲ କାମ କରିଚାଲ, ଏମିତି କିଛି ଆଡଭାଇସ୍ ଦେଲେ ଏବଂ ବିଭିନ୍ନ କଥା ଉପରେ ମଧ୍ୟ କଥାବାର୍ତ୍ତା ହେଲେ। ଏଇ ତ ହଉଛି ଗୋଟେ ନେତାର ହୃଦୟ। ଜନସାଧାରଣ କେତେବେଳେ କୋଉ ନିଷ୍ପତ୍ତି ନେବେ ସେଟା ତ ଆମ ହାତରେ ନାହିଁ। ଆମ ହାତରେ ଏତିକି ଅଛି, କେବଳ ଲୋକମାନଙ୍କ ପାଖରେ କେତେ ପହଞ୍ଚି ପାରିବ, କେତେ ତାଙ୍କ ପାଖରେ ନିଜକୁ ଉପସ୍ଥାପିତ କରିପାରିବୁ, ଘନିଷ୍ଠ ହେଇପାରିବୁ, ଆପଣାର ହେଇପାରିବୁ, ତାଙ୍କ କାମ କରିପାରିବୁ, ସେ ଯୋଉ ଦାୟିତ୍ୱ ଦେଇଛନ୍ତି କେତେ ନିଭେଇ ପାରିବୁ, ସେଇଟା ଆମ ହାତରେ ଅଛି। ସେଇଟା ଯଦି ତ୍ରୁଟି ରହିବ ତାହେଲେ ଜରୁର ଜନସାଧାରଣ ତୁମକୁ ପସନ୍ଦ କରିପାରନ୍ତି ନ କରିପାରନ୍ତି। ମୁଁ ଏତେ କାମ କଲା ପରେ ମଧ୍ୟ କୋଉଠି ନା କୋଉଠି କାହା ଭିତରେ ଅସନ୍ତୋଷ ପ୍ରତିଫଳିତ ହେଇଛି ଏବଂ ଅନେକ ଲୋକ ସନ୍ତୁଷ୍ଟ ଥିବାରୁ ସେମାନେ ନିର୍ବାଚିତ କରିଛନ୍ତି। ଶୁଣନ୍ତୁ, ସରକାର ଗଢା ହଉ, ବିଧାନସଭା ଚାଲୁ, ତାପରେ କଣ ହଉଛି ଦେଖାଯାଉ, ତାପରେ ମତାମତ ଦେବା। ଆଜିଠୁ ପ୍ରିମାଚ୍ୟୁର ମତାମତ ଦେବା ଠିକ। ଶୁଣ, ମୋ ଜିତିବାରେ ମୁଁ ଯେତିକି ଖୁସି, ଦଳ ହାରିବାରେ ତାଠୁ କାହିଁ କେତେ ଗୁଣ ଦୁଃଖ। ତେଣୁ ଦୁଃଖଟା ଖୁସିକୁ ଟିକେ ବଳେଇ ଯାଉଛି ଆଉ। ଦଳ ଭିତରେ ସମୀକ୍ଷା ହେଲା ପରେ, ତର୍ଜମା ହେଲା ପରେ ତାର ଉତ୍ତର ଦିଆଯାଇପାରିବ। ଦଳ ଜିତିବା ପଛରେ ଅନେକ ଗୁଡ଼ିଏ କାରଣ ଥାଏ, ଫ୍ୟାକ୍ଟର ଥାଏ। ଦଳ ହାରିବା ପଛରେ ମଧ୍ୟ ଅନେକ ଗୁଡ଼ିଏ ଫ୍ୟାକ୍ଟର ଥାଏ, କାରଣ ଥାଏ। ଏ ସବୁ କାରଣ ଫ୍ୟାକ୍ଟର ଗୁଡ଼ା ତର୍ଜମା କରିକି କୁହାଯିବ। କାହିଁକିନା କିଛି ୟୁନିଭର୍ସାଲ ଫ୍ୟାକ୍ଟର ଥିବ, କିଛି ରିଜିଓନାଲ ଫ୍ୟାକ୍ଟର ଥିବ, କିଛି ଇଣ୍ଡିଭିଜୁଆଲ ଫ୍ୟାକ୍ଟର ଥିବ। ଯୋଉ ଜାଗାରେ ଦଳ ଜିତୁଛି ସେଇଠି ଫ୍ୟାକ୍ଟରଟା କ'ଣ, ଯୋଉ ଜାଗାରେ ଦଳ ହାରୁଛି ସେଠି ଫ୍ୟାକ୍ଟରଟା କ'ଣ। ଧରନ୍ତୁ କଂଗ୍ରେସ ଦଳ ସାଉଥରେ ଭଲ କରିଛି, ସେଠି କ'ଣ ଫ୍ୟାକ୍ଟର ହେଲା, କୋଉଠି କୋଉ ଜିଲ୍ଲାରେ ପୁରା ବିଜେପି ଭଲ କରିଛି ସେଠି ଫ୍ୟାକ୍ଟର କ'ଣ, କୋଉ ଜିଲ୍ଲାରେ ବିଜେଡି ମଧ୍ୟ ଭଲ କରିଛି ସେଠି ଫ୍ୟାକ୍ଟର କ'ଣ। ତେଣୁ ଗୋଟେ ତିନି ପ୍ରକାର ଫ୍ୟାକ୍ଟର, ଗୋଟେ ୟୁନିଭର୍ସାଲ, ଗୋଟେ ରିଜିଓନାଲ, ଗୋଟେ ଇଣ୍ଡିଭିଜୁଆଲ। ଏ ସବୁ ଗୁଡ଼ା ତର୍ଜମା ନ କରି ଯୋଉମାନେ କହିଦଉଛନ୍ତି, ମୁଁ ଭାବୁଛି ସେମାନେ ହୁଏତ ଜ୍ଞାନୀ ଗୁଣୀ ହେଇଥିବେ, ମୁଁ ସେମାନଙ୍କ ଭିତରେ ନାହିଁ। ଆପଣ ଅପେକ୍ଷା କରନ୍ତୁ, ତର୍ଜମା ହଉ, ସମୀକ୍ଷା ହଉ, ତାପରେ ଜଣାପଡ଼ିବ। ଶୁଣ, ବର୍ତ୍ତମାନ 246 ବୁଥ ଆମର ଅଛି, ପୋଷ୍ଟାଲ ବ୍ୟାଲେଟ ଅଛି। ଆମେ ସବୁଗୁଡ଼ା ଦେଖିଲା ପରେ ଫ୍ୟାକ୍ଟର କହିବୁ ଏଇ ଜାଗାରେ କାହିଁକି ବଢିଲା, ସେଇ ଜାଗାରେ କାହିଁକି କମିଲା। ତେଣୁ ମୁଁ ଆଜି ଗୋଟେ ଓଭରଅଲ୍ ଫ୍ୟାକ୍ଟର କହିବି, ଏଇଟା ହେଉଛି ଫ୍ୟାକ୍ଟର। ଯୋଉ ଜାଗାରେ ଆମକୁ ଅଧିକା ଭୋଟ ଦେଲେ ସେଇଠି, ଯୋଉଠି କମ୍ ଭୋଟ ଦେଲେ ସେ କମ୍ ଭୋଟ ଜାଗାରେ ଫ୍ୟାକ୍ଟର ଏଇଠି କାହିଁ କାମ କଲାନି, ଯୋଉଠି ଅଧିକା ଭୋଟ ଦେଲେ ଆ ଫ୍ୟାକ୍ଟରଟା ସେଇଠି ଯୋଉଠି କମ୍ ଦେଲେ ସେଠି କାହିଁ କାମ କଲାନି। ଆରେ ସବୁ ଅଛି ନା, ସେ ଅଙ୍କ ଗୁଡ଼ା ହିସାବ ନ କଲେ କରିହବ। ଅଭିଜ୍ଞତା ହଉଛି, ବଡ ଅଭିଜ୍ଞତା ହଉଛି ତମେ ସାଧାରଣ ମଣିଷ ବି ହୁଅ, ସାଧାରଣ ଲୋକଙ୍କ ସାଥିରେ ସାଧାରଣ ବ୍ୟବହାର କର, ଭଲ ବ୍ୟବହାର କର, ଆଉ ମନରେ ଗର୍ବ ରଖନି କି ଅହଙ୍କାର ରଖନି କି କପଟ ରଖନି। ଲୋକକୁ ନିଜର ଭଳି ଭାବିକି ମିଶ, ମୋର ଅନୁଭବ ସେଇଟା।